ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ବେଗୁନିଆପଡ଼ା ଓ ଏସ୍ ଛଚିନାଠାରେ ଅନୁଷ୍ଠିତ ହୋଇଯାଇଛି ନନ୍ଦ ମହୋତ୍ସବ। ଖଲିକୋଟ ତାଲୁକା ପଙ୍କାଳମୁଠା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଆୟୋଜିତ ଉକ୍ତ ଉତ୍ସବରେ କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଟକ ଡିଏସ୍ପି ସନ୍ତୋଷ କୁମାର ଗୌଡ଼, ଓଡ଼ିଶା ସରକାରଙ୍କ ଯୁଗ୍ମ ସଚିବ ଅଶୋକ କୁମାର ଗୌଡ଼, ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଗଞ୍ଜାମ ଷୋହଳଖଣ୍ଡ ବ୍ରଜସ୍ ଗୋପାଳ ସମାଜର ଉପଦେଷ୍ଟା ପଦ୍ମନାଭ ଗୌଡ଼, ସମାଜସେବୀ ଚିତ୍ରସେନ ପରିଡ଼ା, ନାରାୟଣ ସୁମନ୍ତରାୟ, ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଏସ୍ ଛଚିନା ନନ୍ଦ ଉତ୍ସବରେ କଟକ ଡିଏସ୍ପି ସନ୍ତୋଷ କୁମାର ଗୌଡ଼, ଓଡ଼ିଶା ସରକାରଙ୍କ ଯୁଗ୍ମ ସଚିବ ଅଶୋକ କୁମାର ଗୌଡ଼, ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଷୋହଳଖଣ୍ଡ ଗୋପାଳ ସମାଜ ଏବଂ ଏହି ଜାତିର ମହତ୍ତ୍ୱ ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିବା ସହିତ ଏହି ଜାତି ବ୍ୟକ୍ତିବିଶେଷମାନେ ସମାଜର ଦେଶ ଗଠନରେ କିଭଳି ସହାୟକ ହୋଇପାରିଛନ୍ତି ଏବଂ ନିଜ ସମାଜର କର୍ତ୍ତବ୍ୟ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହୋଇପାରିଲେ ସମାଜ ନିଜ ସଂଗଠନକୁ ସୁଦୃଢ଼ କରିବା ସହିତ ଦେଶ ସମୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଦେଖନ୍ତୁ, ଷୋଳମୁଠା ଗୋପାଳ ସମାଜ ଖଲିକୋଟ ତାଲୁକାର ଆଜି ବେଗୁନିଆପଡ଼ା ପାଖେ ନନ୍ଦ ଉତ୍ସବ ପାଳନ କରାଯାଉଛି। ଯାହା ହଉ, ବହୁତ ଖୁସି ଲାଗିଲା। ସମସ୍ତଙ୍କୁ ନେଇ ବହୁତ ଧୁମଧାମରେ ଏହି ଉତ୍ସବ ପାଳନ କରାଯାଉଛି। ଆମେ ସମସ୍ତେ ଜାଣିଛନ୍ତି ଯେ ଦ୍ୱାପର ଯୁଗରେ ଯେଉଁ ପାପୀ କଂସ ଥିଲା, ଯେଉଁ ଦୁର୍ନୀତି ଦୁରାଚାର ଭଳି ଆଚରଣ କରୁଥିଲା, ତାକୁ ଯେମିତି ପ୍ରଭୁ ଦମନ କରିଥିଲେ, ଆଜି ଏ ସମାଜରେ ମଧ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଛନ୍ତି ଏବଂ ସମାଜକୁ ଆଗକୁ ନେବା, ଯେଉଁ ସମୟରେ ପାପଟା ବଢ଼ୁଛି ତାକୁ କମେଇବା ପାଇଁ ଏ ସମାଜରୁ ମଧ୍ୟ ଯେଉଁମାନେ ଜ୍ଞାନୀଗୁଣୀ ବ୍ୟକ୍ତି ଅଛନ୍ତି ଆଗକୁ ଆସିବେ, ନିଶ୍ଚିତ ଭାବେ ସମାଜର ସମାଧାନ ପାଇଁ ରାସ୍ତା ଖୋଲିବେ। ତା ସହିତ ଆଜି ବହୁତ ଖୁସି ଲାଗୁଛି, କାହିଁକିନା ଅଞ୍ଚଳବାସୀ ପାଇଁ ଏଇଟା ଗୋଟେ ଖୁସିର ଖବର ଯେ ପ୍ରଭୁ କୃଷ୍ଣଙ୍କର ଯେଉଁ ଲୀଳା ଥିଲା, ଆମେ ତ ଛୋଟବେଳୁ ମାନେ ନାଚ ମାଧ୍ୟମରେ ଟିଭି ମାଧ୍ୟମରେ ଦେଖିଛୁ ଏବଂ ତାଙ୍କର କଥାକୁ ସମାଜରେ ପ୍ରଚାର ପ୍ରସାର କରିବା ଏବଂ ଯାହା ସମାଜ ପାଇଁ ଆବଶ୍ୟକ ଅଛି ତାକୁ ସମାଜରେ କାର୍ଯ୍ୟକାରୀ କରିବା, ଏହା ହେଉଛି ଗୋପାଳ ସମାଜର ମୁଖ୍ୟ ଲକ୍ଷ୍ୟ।